ଖାଲି ସୁଜ୍ଞାନ। ଆଚ୍ଛା ନରେଶ, ହେଲେ କଣ କି ବିଚାର ସେହି ରାଜ୍ୟ ପୁଣି କେଉଁଠି ଯୋଗ୍ୟ? ମହାରାଜ ରାଜକୁମାର ସାଗର ଏ ମାନେ ଆପଣଙ୍କ ନିଜ ପୁତ୍ର, ମୋ ନିଜ ପୁତ୍ର ଏଇ ମଣିପୁର ରାଜ୍ୟରେ ରାଜା ଭାବେ ହେଲେ ଅଭିଯୁକ୍ତ। ନନ୍ଦନ ବନୁଛରିବ ଦିବ୍ୟ ପାରିଜାତ ମହାମନ୍ତ୍ରୀ। ରାଜା ପଡ଼େ ଅଟନ୍ତି ସେ ଯୋଗ୍ୟ। ହଁ ମୁଁ ଜାଣେ ମହାମନ୍ତ୍ରୀ, ରାଜା ମୁଁ ଜାଣେ ମୋ ପୁତ୍ର ସାଗର ସମସ୍ତଙ୍କ ପ୍ରିୟ ପାତ୍ର। ମନ୍ତ୍ରୀ ସଭାସଦ ଜନପଦବାସୀ ଆଜି ସମସ୍ତଙ୍କ ସମ୍ମୁଖରେ କରୁଅଛି ଘୋଷଣା। କରୁଅଛି ଘୋଷଣା। ଆଜିଠାରୁ ପୁତ୍ର ସାଗର ମୋର ହେବ ଏହି ମଣିପୁର ସାମ୍ରାଜ୍ୟରେ ରାଜା। ଆଉ ଏହି ମଣିପୁର ସାମ୍ରାଜ୍ୟକୁ କେବେ ହେଲେ ଭାଗ ଭାଗ କରିବାକୁ ଚାହେଁ ନା ମହାମନ୍ତ୍ରୀ, ଭାଗ ଭାଗ କରିବାକୁ ଚାହେଁ ନା। ଉଚିତ ବଚନ ଏହା ଆହେ ରାଜେଶ୍ୱର, ତବ ଉଭରେ ସାଗର ହୋଇବେ ଶେଖର। ଉଚିତ ବଚନ ଏହା ଆହେ ରାଜେଶ୍ୱର, ତବ ଉଭରେ ସାଗର ହୋଇବେ ଶେଖର। ଏ ମଣିପୁର ଧନ୍ୟ ହେବ ନିଶ୍ଚୟ ଏଥର। ଏ ମଣିପୁର ଧନ୍ୟ ହେବ ନିଶ୍ଚୟ ଏଥର। ସର୍ବଜ୍ଞାନରେ ପ୍ରବୀଣ ସାଗର ଅଟନ୍ତି, ରାଜା ପଡ଼େ ଉପଯୁକ୍ତ ଆହେ ନରପତି। ସର୍ବଜ୍ଞାନରେ ପ୍ରବୀଣ ସାଗର ଅଟନ୍ତି, ରାଜା ପଡ଼େ ଉପଯୁକ୍ତ ଆହେ ନରପତି। ଏ ପ୍ରଜାବାସୀ ସାଗର ରାଜା ହେଲେ ଖୁସି। ଏ ପ୍ରଜାବାସୀ ମହାମନ୍ତ୍ରୀ ଶୁଣି ଧନ୍ୟ ହେଲି ତୁମର ଏହି ବଚନ। ଆଜି ମୋର ଏହି ପ୍ରାଣ ଆଜି ଶାନ୍ତି ଲଭିଅଛି। କାହିଁକି ନା ମୁଁ ଶୁଣୁଛି ଆଜି ଯେ ମୋ ପୁତ୍ର ସାଗର ପାଇଁ ସମସ୍ତେ ପ୍ରଜା ବୃନ୍ଦ ଦୁଃଖୀ ରଙ୍ଗୀ ସମସ୍ତେ ଖୁସିରେ ଅଛନ୍ତି। ହେ ମା ପଞ୍ଚମୁଖୀ କାଲି ଆଜି ତୋ ପାଦ ତଳରେ ଏହି ରାଜା ସୁରେନ୍ଦ୍ର କେଶରୀ କୋଟି କୋଟି ପ୍ରଣାମ କରୁଛି ଲୋ ମା। କାହିଁକି ନା ଆଜିଠାରୁ ପୁତ୍ର ସାଗର ମୋର ହେବ ଏହି ମଣିପୁର ସାମ୍ରାଜ୍ୟରେ ରାଜା। ଆଉ ସେ ଉଡ଼େଇବ ବିଜୟର କେତନ। ବିଜୟର କେତନ। ଆପଣ ମଣିପୁର ରାଜ୍ୟରେ ସୁଶାସନ କରିବା ପର୍ଯ୍ୟନ୍ତ ସମସ୍ତ ଦୁଃଖୀ ଦରିଦ୍ର ପ୍ରଜାଙ୍କର କୌଣସି ବିଘ୍ନ ବାଧା ଆସିବନି ରାଜନ। ଆପଣ ନିଶ୍ଚିନ୍ତରେ ଏହି ମଣିପୁର ରାଜ୍ୟର ରତ୍ନ ସିଂହାସନରେ ବିଶ୍ରାମ ନିଅନ୍ତୁ ରାଜନ। ଠିକ ଅଛି, ଠିକ ଅଛି ମହାମାନ୍ୟ। ବିଳମ୍ବନ କରି ଚାଲିଯିବା ସେଇ ଆମ ରାଣୀହଂସ। ଆଜି ତ ମୁଁ ଖୁସିରେ ଅଛି, ହେଲେ ଯିବା ଆମେ ସେଇ ବିଶ୍ରାମ କକ୍ଷକୁ। ଖୁସିରେ ଆମେ ସେଇ ବିଶ୍ରାମ କକ୍ଷରେ ଟିକେ ବିଶ୍ରାମ ନେବା। ଚାଲନ୍ତୁ ମହାମନ୍ତ୍ରୀ।